ବାହାରୁ କିଛି ଖାଇ ଦେଇଥିଲି, ଚାଟ୍ ଖାଇ ଦେଇଥିଲି ତ ସେଥିପାଇଁ ଝାଡ଼ା ହେଇଗଲା। କେବେଠୁ ଆସିଲେଣି? 3 ଦିନ ହେଇଯିବ। ଏବେ କେମିତି ଅନୁଭବ? ଠିକ୍ ହେଇଗଲିଣି। ଚିକିତ୍ସା କେମିତି ହେଉଛି? ଭଲ ହେଉଛି। ଏଇଆ ଆମେ ଯେଉଁ ପାଣି ତ ଇଏ ହେଇଗଲାଣି, ଆମେ ସେ ପାଣି ଡ୍ୟୁଟିରୁ ଯାଇକରି ପିଇକି ସେ ପାଣି ପୁରା ଇଏ ଧରି ପକେଇଲା। ଆଉ କ'ଣ ହେଇଥିଲା? ଆମ ଖାଲି ଝାଡ଼ା। ଦିନ ହେଲା ଆସିଲେଣି? ନାଇଁ ଆଜି ଆସିଛୁ। ଟ୍ରିଟମେଣ୍ଟ କେମିତି କ'ଣ ଚାଲିଛି? ଟ୍ରିଟମେଣ୍ଟ ଖାଲି ତ ସାଇଲେଣ୍ଟ 2ଟା ଦେଇଛନ୍ତି, ଯୋଉଠି ଚାଲିଛି। ଆଉ ଖାଇଲୁ ଆମେ କ'ଣ ଏଇ ତ ପଖାଳ 2ଟା ଖାଉ, ଆଉ ଶାଗ ଭଜା ଟିକେ, ଆଉ କ'ଣ ଖାଇବୁ। କିନ୍ତୁ କାଲି ଜୋର ହେଇଗଲା। କାଲି ତଥାପି 8-10ଟା ଖଣ୍ଡେ ଝାଡ଼ା ହେଇଥିଲା, କିନ୍ତୁ ଆଜି ଏପର୍ଯ୍ୟନ୍ତ ଝାଡ଼ା ହେଇନି। ନାଇଁ ମୋତେ ହେଇଛି, ଆଗରୁ ଯାହାକୁ ହେଇଥିଲା ସେ ଆସିକି ଭଲ ହେଇକି ଯାଇଛନ୍ତି। ତାପରେ ଯାଇ ଆପଣଙ୍କର ଦାନଗଦି ମୁଖ୍ୟ ଚିକିତ୍ସାଳୟର ଯିଏ ଅଧିକାରୀ ତାଙ୍କ ପାଖରେ ବସିଥିଲି, ପଚାରୁଥିଲି, ବୁଝୁଥିଲି। ସେ କହିଲେ ଯେ ନା ସିଚୁଏସନ୍ ଇଜ୍ ଅଣ୍ଡର କଣ୍ଟ୍ରୋଲ୍, ସେ ବି ଠିକ୍ ଚିକିତ୍ସା ଦେଉଛନ୍ତି। କିନ୍ତୁ ଦୁଃଖ ପରିତାପର ବିଷୟ ଜଣାପଡ଼ୁନାହିଁ ଇଏ ବାୟୁଜନିତ ବେମାରୀ କି ଆପଣଙ୍କର ଜଳଜନିତ ବେମାରୀ କି କୌଣସି ଫୁଡ଼୍ ପଏଜନ୍। ବାହାଘର ସାଗରରେ ବିଭିନ୍ନ ଲୋକଙ୍କର ବିଭିନ୍ନ ମତ ଆସୁଛି। ତେଣୁକରି ଦୁଃଖର ବିଷୟରେ 3ଟା ପ୍ରାଣ ଗଲାଣି, ଏଠି ମୂଲ୍ୟବାନ ଜୀବନ ଯାଇସାରିଲାଣି। ସ୍ପେଶାଲ ଦାନଗଦି ବ୍ଲକର ସୁକିନ୍ଦା ନିର୍ବାଚନ ମଣ୍ଡଳ 3ଟା ଜୀବନ ଯାଇସାରିଲାଣି। ସେଥିପ୍ରତି ସରକାର, ଏଠି ଯେ ସ୍ଥାନୀୟ ମନ୍ତ୍ରୀ ଅଛନ୍ତି, ସରକାର, ବିଭିନ୍ନ ଅଧିକାରୀ, ଜିଲ୍ଲା ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ଦରକାର। ଏଠି କିପରି ଲୋକମାନେ ଯେଉଁମାନେ ରୋଗୀମାନେ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରିବେ ସେ ଚିନ୍ତା ବି ସେମାନେ ରହିବା ଦରକାର। ଆଉ ମୁଁ କ'ଣ କହିବି ସେଥିରେ ଏମାନଙ୍କୁ ଦେଖା କଲି, ଆଉ ଡକ୍ଟରଙ୍କୁ କହିଲି ଏନି ସହଯୋଗ ଦରକାର, ଆମର ଏନି ସାହାଯ୍ୟ ଦରକାର, ଆମେ କରିବାକୁ ପ୍ରସ୍ତୁତ, ଆମ ଟିମ୍ ଅଛି, ଆମେ କରିବାକୁ ପ୍ରସ୍ତୁତ। ମୁଁ ଏମାନଙ୍କର ଶୀଘ୍ର କେମିତି ଏମାନଙ୍କର ଆଶୁ ଆରୋଗ୍ୟ ହେବ, ରୋଗୀମାନଙ୍କ ଶୀଘ୍ର ଫେରି ତାଙ୍କ ଘରମାନଙ୍କୁ ଯିବେ, ତାଙ୍କ ଛୁଆ ପିଲାଙ୍କ ସାଙ୍ଗରେ ପରିବାର ସାଙ୍ଗରେ ରହିବେ, ଏତିକି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଏବେ ଏପର୍ଯ୍ୟନ୍ତ ଆମେ ଯଦି 9 ତାରିଖ ରାତିରୁ ଯେବେଠୁ ଏ ଇନ୍ସିଡେଣ୍ଟ ଷ୍ଟାର୍ଟ ହେଇଛି ସେବେଠୁ ଯଦି ଏପର୍ଯ୍ୟନ୍ତ ଇଏ କରିବା ତ ଟୋଟାଲ୍ 120ରୁ 30 ଭିତରେ ଆମ ପାଖରେ ଟ୍ରିଟମେଣ୍ଟ ହେଲେଣି। ଦେଖୁ ଡିଫରେଣ୍ଟ ବ୍ଲକ୍ର, କେବଳ ଆମ ବ୍ଲକ୍ରେ ନୁହେଁ, ସବୁ ବ୍ଲକ୍ରୁ 3ଟା ଆମର ଆଡ଼ଜେସେଣ୍ଟ ବ୍ଲକ୍ରୁ ବି ଆସିକି ଟ୍ରିଟମେଣ୍ଟ ହେଉଛନ୍ତି। ପ୍ଲସ୍ ଏଇଠୁ ମାନେ ଟୋଟାଲ୍ ଆମ ବ୍ଲକ୍ରେ ଗୋଟେ ଗାଁ ଯେଉଁଟା ଇନଭଲ୍ଭ ହେଇଛି, ଯେଉଁଟା ତରାଇଲୋ ଗାଁ, ସେଟାର କୌଣସି ପେସେଣ୍ଟ ଏଠିକି ଆସିନାହାନ୍ତି ଟ୍ରିଟମେଣ୍ଟ ହେବା ପାଇଁ। ସେମାନେ ନିୟରେଷ୍ଟ ଆନ୍ଦପୁର STHରେ ଯାଇକି ଟ୍ରିଟମେଣ୍ଟ ହେଇଛନ୍ତି। ତ ସେଠୁ 62 ଆଫେକ୍ଟେଡ଼ ହେଇଛନ୍ତି। ସ୍ଥିତି କେମିତି ଅଛି? ଏବେ ସ୍ଥିତି ଅଣ୍ଡର କଣ୍ଟ୍ରୋଲ୍, କାରଣ ଗତକାଲିଠୁ ଏପର୍ଯ୍ୟନ୍ତ ଖାଲି ଫ୍ଲୋ ଟିକେ ବଢ଼ିଛି। ଗତକାଲି ସନ୍ଧ୍ୟାବେଳଠୁ ଏପର୍ଯ୍ୟନ୍ତ, ଆଜି ସକାଳୁ ଏପର୍ଯ୍ୟନ୍ତ 26 ଜଣ ଆଡ଼ମିଟ୍ ହେଇଛନ୍ତି। କିନ୍ତୁ ସମସ୍ତଙ୍କର ଅଲମୋଷ୍ଟ ସମାଜ ଷ୍ଟେବୁଲ୍ ଅଛନ୍ତି। ଯେହେତୁ ଗୋଟେ ଆୱାରନେସ୍ ଇଏ ହେଇଯାଇଛି ସୋସାଇଟିରେ ଯେ ଗୋଟେ ଥର ଏବେ ଏଇ ସିଚୁଏସନ୍ରେ ଗୋଟିଏ ଥର ଝାଡ଼ା ହେଲେ ବି ଲୋକ ଆସିକି ଟ୍ରିଟମେଣ୍ଟ ହେଉଛନ୍ତି, ସେଇଥିପାଇଁ ଟିକେ ଇନଫ୍ଲୋ ବଢ଼ିଛି। କିନ୍ତୁ ଏଇଟା ତ RMRC ଟିମ୍ ଆଉ ଡିଫରେଣ୍ଟ ଟିମ୍ ଇନଭେଷ୍ଟିଗେଟ୍ କରୁଛନ୍ତି, ସବୁଠୁ ସାମ୍ପଲ୍ କଲେକ୍ଟ କରିକି। RMRC ଟିମ୍ ଗତକାଲି ଆସିକି ତରାଇଲୋ ଗାଁକୁ ଯାଇଥିଲେ, ସେଠୁ ସାମ୍ପଲ୍ କଲେକ୍ଟ କରିଥିଲେ। ଆମର ଏପିଡେମିଓଲୋଜିଷ୍ଟ ଯେଉଁ ଅଛନ୍ତି ଡିଷ୍ଟ୍ରିକ୍ଟର, ଏଇଠୁ ପେସେଣ୍ଟଙ୍କର ପ୍ଲସ୍ ହେଉଛି ପେରିଫେରିର ପେସେଣ୍ଟଙ୍କର ରେକ୍ଟାଲ୍ ସାମ୍ପଲ୍ ୱିଥ୍ ଷ୍ଟୁଲ୍ ସାମ୍ପଲ୍ କଲେକ୍ଟ କରିକି ନେଇଛନ୍ତି। ତ ସେଇଟା ଯାହା ପ୍ରପର୍ ଇନଭେଷ୍ଟିଗେସନ୍ ପରେ ଯାହା ଜଣାପଡ଼ିବ, ଯେହେତୁ ଜଣେ ଏପର୍ଯ୍ୟନ୍ତ ଆମ ହସ୍ପିଟାଲରେ ଯେଉଁ ଡେଥ୍ ହେଇଛି ଜଣେ ହେଇଛନ୍ତି, ସେଇଟା ତାଙ୍କର ଘର ଆକ୍ଚୁଆଲି ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ। ବାକି ଯେଉଁ ଆମର ପେରିଫେରିରେ ଯେଉଁ ତରାଇଲୋ ଗାଁରେ 2 ଜଣ ଡେଥ୍ ହେଇଛି, ଜଣେ SCBରେ, ଜଣେ SDH ଆନ୍ଦପୁରରେ।